ମୁଁ ହସୁଥିଲି। ଜୀବନ ମୋତେ କାନ୍ଦିବା ଶିଖେଇ ଦେଲା। ସମସ୍ତଙ୍କ ସହ ମିଶିବାକୁ ଭଲ ଲାଗୁଥିଲା। ଆଜି ଏକୁଟିଆ ରହିବା ଶିଖେଇ ଦେଲା। କଥା କହିବାର ଅଭ୍ୟାସ ତ ବହୁତ ଥିଲା, ହେଲେ ଜୀବନ ଆଜି ଚୁପ୍ ରହିବା ଶିଖେଇ ଦେଲା। ଜୀବନ ଦର୍ଶନ ଦାନଠାରୁ ବଡ଼ ପୁଣ୍ୟ ନାହିଁ। ମାନବିକତାଠାରୁ ବଡ଼ ଧର୍ମ ନାହିଁ। କର୍ମ ଠାରୁ ବଡ଼ ଭଗବାନ ନାହିଁ। ପିତା ମାତାଙ୍କ ଠାରୁ ବଡ଼ ଈଶ୍ୱର ନାହିଁ। ସମ୍ପର୍କ ଠାରୁ ବଡ଼ ସମ୍ପତ୍ତି ନାହିଁ। ଚରିତ୍ର ଠାରୁ ବଡ଼ ଚେହେରା ନାହିଁ। ସଂସ୍କାର ଠାରୁ ବଡ଼ ବିଦ୍ୟା ନାହିଁ। ବ୍ୟବହାର ଠାରୁ ବଡ଼ ସମ୍ମାନ ନାହିଁ। ଶିଶୁ ଠାରୁ ବଡ଼ ନିରୀହ ନାହିଁ। ଜ୍ଞାନ ଠାରୁ ବଡ଼ ଧନ ଆଉ କିଛି ବି ନାହିଁ। କ୍ଷମା ଠାରୁ ବଡ଼ ଶାସ୍ତି ଆଉ କିଛି ନାହିଁ। ଗୀତା ଜ୍ଞାନ ଶରୀର ସୁନ୍ଦର ହେବା ଦ୍ୱାରା ଏହି ସୁନ୍ଦର ହୋଇ ଯାଇନଥାଏ। ମଣିଷର ଭଲ କର୍ମ, ବିଚାର, କଥା, ବ୍ୟବହାର ଓ ସଂସ୍କାର ମଣିଷକୁ ବଡ଼ କରିଥାଏ। ଠକି ପଡ଼ିବିନି ଜୀବନ ବାଟରେ ପ୍ରଭୁ। ପଥ ହେଉ ଯେତେ ଦୂର, ରାସ୍ତା ପଛେ ହେଉ ଯେତେ ଅଙ୍କା ବଙ୍କା, ଜାଣିଛି ହାତ ଛାଡ଼ିବନି ମୋର। କେବେ କାହାର ସହାନୁଭୂତିର ପାତ୍ର ହେବା ଅପେକ୍ଷା ଭୋକରେ ରହିବାକୁ ପସନ୍ଦ କରିବି। କାରଣ ପରିଶ୍ରମରେ ହିଁ ସୁଖ ମିଳେ। କାହାର ସାହାରାର ପାତ୍ର ବନି ହିଁ ଲୋକହସା ହେବି। ଦୁନିଆରେ ସବୁଠାରୁ ସୁନ୍ଦର ଗୀତ ମଶା ଗାଇଥାଏ। ଗୀତ ଯାହାକୁ ପସନ୍ଦ ଆସୁ କି ନ ଆସୁ ସମସ୍ତେ ବଜେଇଥାନ୍ତି। କିଛି ଜାଣିବା କଥା, ରୋଗ ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କୌଣସି ରୋଗ ଡାକ୍ତରଙ୍କୁ ଲୁଚାଇବେ ନାହିଁ। ନିଜ ବୁଦ୍ଧି ନ ଖଟାଇ ଡାକ୍ତରଙ୍କ ପରାମର୍ଶରେ ଚାଲିବେ। ଔଷଧ କିଣି ସାରିବା ପରେ ଔଷଧକୁ ନେଇ ଡାକ୍ତରଙ୍କୁ ଦେଖାଇବେ। ଔଷଧ ଖାଇବା ପୂର୍ବରୁ ଔଷଧର ସମୟ ପୂରି ଯାଇଛି କି ନାହିଁ, ଡେଟ୍ ଅଫ୍ ଏକ୍ସପାୟାର ଦେଖିବେ। ଔଷଧ ଦିନରେ କେତେ ଥର ଖାଇବେ ଓ ଖାଇବା ପୂର୍ବରୁ କିମ୍ବା ଖାଇବା ପରେ ଖାଇବେ ତାହା ଭଲ ଭାବରେ ବୁଝି ଖାଇବେ। ଔଷଧକୁ ସନ୍ତସନ୍ତିଆ ସ୍ଥାନ କିମ୍ବା ସୂର୍ଯ୍ୟ ତାପରୁ ଦୂରରେ ରଖିବେ। ରୋଗୀ କ'ଣ ଖାଇବେ ଓ କ'ଣ ଖାଇବେ ନାହିଁ ଡାକ୍ତରଙ୍କୁ ଭଲ ଭାବରେ ବୁଝିବେ। ରୋଗୀର ବିଛଣା, ରୋଗୀର ପିନ୍ଧା ଲୁଗାପଟା ଓ ରୋଗୀର ଖାଦ୍ୟ ସବୁବେଳେ ପରିଷ୍କାର ରଖିବେ। ମାଛି, ରୁଦ୍ଧ କୋଠରୀ, ସନ୍ତସନ୍ତିଆ ସ୍ଥାନ ଓ ଅପରିଷ୍କାର ହାତ ପ୍ରତି ଦୃଷ୍ଟି ରଖିବେ। ବିଭିନ୍ନ ରୋଗ ଭଲ ହେବା ପାଇଁ ସାରା ପୃଥିବୀରେ 24 ଘଣ୍ଟା ଧରି ଗବେଷଣା ଚାଲୁଛି। ନୂଆ ନୂଆ ଔଷଧର ଆବିଷ୍କାର ମଧ୍ୟ ଚାଲିଛି। ଗୋଟିଏ ରୋଗ ପାଇଁ ବହୁ ଔଷଧ ବାହାରୁଛି। ଆଜିକାଲି ଦୁନିଆରେ ଗୋଟିଏ ଭୁଲରେ ହାତ ଛାଡ଼ିବା ଲୋକ ବହୁତ ମିଳିବେ, କିନ୍ତୁ ସେଇ ଭୁଲକୁ ବୁଝି ବୁଝାଇ ହାତ ଧରିବା ଲୋକ କମ୍ ମିଳିବେ। ସତରେ ମୁଁ ଗୋଟିଏ ପାଗଳଟେ, ଯିଏ କେବେ ହିଁ ମୋତେ ଭଲ ପାଇନଥିଲା। ମୁଁ ଆଜି ତାକୁ ମିସ୍ କରୁଛି। ସବୁ ମାୟାରେ ବାୟା। ଜନ୍ମର 21 ଦିନ ଠାରୁ ଆରମ୍ଭ, ମରଣର 12 ଦିନରେ ଜୀବନ ଶେଷ। କିନ୍ତୁ ଲୋକ ଲୋଭ ମାୟାରେ ପଡ଼ି କୁହନ୍ତି ମୋର ମୋର। ହେ ଜଗାରେ, କାହିଁକି ଏତେ ଦୁଃଖ ଦେଉଛୁ ରେ? ମୋ ବୟସ ଠାରୁ ମୋ ଯନ୍ତ୍ରଣାର ଓଜନ ବହୁତ ଭାରୀ। ଆଜିର ସମୟରେ ଘରୁ ବାହାରେ ରହି ଯିଏ ବିଦ୍ୟା ଅଧ୍ୟୟନ କରୁଥାଏ ସେ ସର୍ବଦା ଗୃହାଭିମୁଖୀ। ଘର କଥା ଚିନ୍ତା କରୁଥାଏ, କେବେ ବି ଭଲରେ ପାଠ ପଢ଼ିପାରେ ନାହିଁ। ସଫଳତା ସବୁ କାମ ଆରମ୍ଭ କରିବା ପୂର୍ବରୁ ମଣିଷ ଡରିଥାଏ ଏଥିପାଇଁ କି ମୁଁ ଏଥିରେ ସଫଳ ହେବି କି ନାହିଁ। କିନ୍ତୁ ସେ ଗୋଟିଏ କଥା ଭୁଲିଯାଏ, ଯେମିତି ରାତ୍ରିର
ଅନ୍ଧକାର ପରେ ସକାଳର ସୂର୍ଯ୍ୟ ଉଦୟ ହୁଏ। ଏମିତି ସମସ୍ୟା ଆଗରେ ହିଁ ସବୁବେଳେ ସଫଳତା ରହିଥାଏ। ଏଠି ରାତି ଅଳପକୁ ସପନ ବେଶୀ, ଖୁସି ଚାଲିଯାଏ ଯନ୍ତ୍ରଣା ଆସି। ଏଠି ଭାତ ଅଳପକୁ ଭୋକିଲା ବେଶୀ, ଦିନ ବିତିଯାଏ ପେଟ ଉପାସେ। ଏଠି ମନ ଅଳପକୁ ସମ୍ପର୍କ ବେଶୀ, ପ୍ରେମ ବଳି ପଡ଼େ ହୃଦୟ ନାଶୀ। ଏଠି ସତ ଅଳପକୁ ସନ୍ଦେହ ବେଶୀ, ଜୀବନ ଲାଗୁଛି ଅଣନିଶ୍ୱାସୀ। କଥା ଜଣକ ସହିତ ହେଉଛନ୍ତି କିନ୍ତୁ ପସନ୍ଦ ଆଉ ଜଣେ, ହୃଦୟରେ ଜଣେ ଅଛନ୍ତି ଆଉ ବାହାଘର ଅନ୍ୟ ଜଣଙ୍କ ସାଥିରେ। ଅଜବ ଅଟେନା ଆଜିକାଲିର ପ୍ରେମ। ଜୟ ଶ୍ରୀ ଜଗନ୍ନାଥ।